जय जगन्नाथ जय जगन्नाथ जय जगन्नाथ। जगतर नाथ जगन्नाथ बलदेव माँ सुभद्रांकर दर्शन। आहा कि सुंदर दृश्य। तीन ठाकुराणी ठाकुर दुई ठाकुर ओ माँ सुभद्रा कि सुंदर दिशुचंती। आज मोर कि भाग्य, आज मु श्रीक्षेत्र रे आसी तीन ठाकुराणी को दर्शन करुची। ଆଉ କଣ ଅଛି ଜୀବନରେ? କଳିଯୁଗର ଠାକୁର ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ପ୍ରଭୁ ବଡ଼ ଭାଇ ବଳଭଦ୍ର ଏବଂ ମା ସୁଭଦ୍ରା, ତାଙ୍କରି ଦର୍ଶନ ପାଇଗଲା ମାନେ ଆଉ ଜୀବନରେ କିଛି ନାହିଁ। ଯେଉଁମାନେ ଜଗନ୍ନାଥ ପ୍ରେମୀ ହେଇଥିବେ ନିଶ୍ଚୟ ଚ୍ୟାନେଲକୁ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ। ଜୀବନରେ ଆଉ କିଛି ନାହିଁ ବାବୁ। ଏଇ ଭିଡ଼ ଭିତରେ ହେଇଯାଆନ୍ତା କି ମୋ ଜୀବନ, ସେଥିରେ କିଛି ଦୁଃଖ ନାହିଁ। ଜଗନ୍ନାଥଙ୍କର ଦର୍ଶନ କରିବା ଏବଂ ଜଗନ୍ନାଥ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଆସି ପହଞ୍ଚିବା, ଜଗନ୍ନାଥଙ୍କର ଭୋଗ ପାଇବା, ଜଗନ୍ନାଥଙ୍କର ଏଇ ଭିଡ଼ ଭିତରେ ନିଜକୁ ସାମିଲ କରିବା, ଇଏ ଜଗନ୍ନାଥ ନ ଚାହିଁଲେ ହେଇପାରିବନି। କୌଣସି ଲୋକ ଧନରେ ଠାକୁରଙ୍କୁ କେବେ ପାଇପାରେ ନା, ମନରେ ହିଁ ପାଇପାରେ। ଯଦି ତମ ମନରେ ଭକ୍ତି ଥିବ, ଭଗବାନ ନିଶ୍ଚୟ ତମକୁ ଡାକିବେ ତାଙ୍କ ପାଖକୁ। ଆଉ ଯାହା ପାଖରେ ଯେତେ ଟଙ୍କା ଥାଉ, କିନ୍ତୁ ଠାକୁର ନ ଚାହିଁଲେ ତାଙ୍କ ପାଖକୁ ଯାଇପାରିବେନି। ଏଇ ଜଗନ୍ନାଥଙ୍କୁ ଦେଖିବାକୁ ସାରା ବିଶ୍ୱରୁ ଲୋକ ଆସୁଛନ୍ତି, ଜଗନ୍ନାଥଙ୍କ ସଂସ୍କୃତିକୁ ଆଦରିବାକୁ ଚାହୁଁଛନ୍ତି। ସଦର ରଷିଆ, ୟୁକ୍ରେନ ଏବଂ ଉତ୍ତର କୋରିଆ, ଦକ୍ଷିଣ କୋରିଆରୁ ଲୋକ ଆସିଥିବାର ଆମେ ଦେଖିବାକୁ ପାଇଲୁ। ଆପଣମାନେ ବି ଦେଖିଥିବେ କୁଆଡ଼ୁ କୁଆଡ଼ୁ ଦେଶ ଯାଉଛନ୍ତି, ବିଭିନ୍ନ ଦେଶରୁ ଲୋକମାନେ। ସେମାନେ ତ ଆମ ଜଗନ୍ନାଥଙ୍କର ଭକ୍ତ ନୁହନ୍ତି, ସେମାନେ ତ ଆମ ଧର୍ମର ସନାତନୀ ନୁହନ୍ତି। ସେ କାହିଁ ଜଗନ୍ନାଥଙ୍କୁ ଦେଖିବାକୁ ଯାଉଛନ୍ତି? କାରଣ ଜଗନ୍ନାଥଙ୍କର ମହିମା ସାରା ଓଡ଼ିଶାରେ ନୁହେଁ, ଭାରତରେ ନୁହେଁ, ସାରା ବିଶ୍ୱରେ ଜଗନ୍ନାଥ ପ୍ରସିଦ୍ଧ। ଜଗନ୍ନାଥଙ୍କୁ ଲୋକ ଖୋଜୁଛନ୍ତି। ସାଇଣ୍ଟିଷ୍ଟ ବି ଆସି ପରୀକ୍ଷା କରି ଦେଖିଲା ପରେ ଜଗନ୍ନାଥଙ୍କ ବିଷୟରେ କିଛି ପାଉନାହିଁ ଏବଂ ଜଗନ୍ନାଥ ପ୍ରତ୍ୟେକ ଠାକୁର ବୋଲି ପ୍ରମାଣିତ ହୋଇଛି। ଏହା ମୁଁ କହୁନାହିଁ, ବଡ଼ ବଡ଼ ସାଇଣ୍ଟିଷ୍ଟ ମାନେ କହୁଛନ୍ତି। ଜଗନ୍ନାଥଙ୍କର ନନ୍ଦିଘୋଷ ରଥରେ ଯେତେବେଳେ କରିକି ହଲି ହଲି ଝୁଲି ଆସନ୍ତି, ଦର୍ଶକମାନଙ୍କ ମଧ୍ୟରେ ତାଙ୍କୁ ଦେଖିବାର ଆବେଗ, ପ୍ରେମ, ଭଲ ପାଇବା ସବୁ ବଢ଼ିଯାଏ। ଜଗନ୍ନାଥଙ୍କୁ ଦେଖିବା ପାଇଁ ପୁରୀରେ ସବୁ ଲୋକ, ସବୁ ତିନି ଠାକୁର ତ ମହାନ, ତିନି ଠାକୁରଙ୍କୁ ଦର୍ଶନ କରିଦେଲେ ଆପଣଙ୍କ ଜୀବନରେ ସାର୍ଥକ ପାଇଯିବେ। କିନ୍ତୁ ସମସ୍ତଙ୍କର ଟିକେ ଇଚ୍ଛା କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ। ତେଣୁ କାଳିଆ ସାଆନ୍ତଙ୍କ ପାଖରେ ପ୍ରବଳ ଭିଡ଼। ଜଗନ୍ନାଥଙ୍କୁ ଦେଖିବା ପାଇଁ, ଜଗତର ନାଥ ଜଗନ୍ନାଥଙ୍କୁ ଦେଖିବା ପାଇଁ ଲୋକମାନେ ପାଗଳ ହୋଇଯାଉଛନ୍ତି। କୁଆଡ଼ୁ କୁଆଡ଼ୁ ଦର୍ଶକ ଆସୁଛନ୍ତି, ଭକ୍ତମାନେ ଆସୁଛନ୍ତି। ଏତେ ବ୍ୟବସ୍ଥା, କୋଟି କୋଟି ଲୋକ ଅଛନ୍ତି, କିନ୍ତୁ ଜଗନ୍ନାଥଙ୍କ ପାଖରେ ସମସ୍ତେ ସମାନ। ସମସ୍ତଙ୍କ ପାଇଁ ଅନ୍ନ ଆହାର ବ୍ୟବସ୍ଥା ହେଇଛି। ସମସ୍ତେ ମାଗଣାରେ ଖାଉଛନ୍ତି, ପିଉଛନ୍ତି, ଜଗନ୍ନାଥଙ୍କୁ ଗାଉଛନ୍ତି। ପୁରୀର ସମୁଦ୍ର ବେଳା ଦେଖିଲେ ଆହୁରି କି ମନମୋହନ ଦୃଶ୍ୟ। ଆହା ଆହା ଆହା, ଭାଗ୍ୟରେ ଥିଲେ ଆପଣ ଏଇଭଳି ଦୃଶ୍ୟ ଦେଖିବାକୁ ପାଇବେ। ମୋ ଭାଗ୍ୟରେ ଥିଲା, ମୁଁ ଯାଇଥିଲି। ଆଉ କୋଟି କୋଟି ଦର୍ଶକଙ୍କ ଭାଗ୍ୟରେ ଥିଲା, ସେମାନେ ଯାଇଥିଲେ। କିନ୍ତୁ ଯେଉଁମାନେ ନ ଯାଇଥିଲେ, କାରଣ ସେମାନଙ୍କୁ ଭଗବାନ ଡାକି ନଥିଲେ। ପ୍ରଭୁ ଡାକିଲେ ସିନା ଆପଣ ତାଙ୍କ ପାଖକୁ ଯିବେ। କଥାରେ ଅଛି, ଧନ ଥିଲେ ଆପଣ ଠାକୁରଙ୍କ ପାଖରେ ପହଞ୍ଚି ପାରିବେ ନାହିଁ। ଯେତେବେଳେ ଯାଏ ମନଟି ଆପଣଙ୍କର ନ ହୋଇଛି ଠାକୁରଙ୍କ ପାଖରେ। ଇଏ ହେଉଛି ପ୍ରଭୁ ଦୟାଳୁ ଠାକୁର, ଭାବର ପ୍ରେମର ଠାକୁର। ତମ ଭାବ ଆଉ ପ୍ରେମ ଯଦି ଥିବ, ତମକୁ ସେ ଡାକି ନେବ। ଇଏ ଦାସିଆ ବାଉରୀଠୁ ନଡ଼ିଆ ନେଇଥିଲେ ସେଇ ଠାକୁର। ତେଣୁ ଆପଣ ଭାବନ୍ତୁ, ତେଣୁ ଆପଣଙ୍କର ମନରେ ଭକ୍ତି ଅଛି, ତେଣୁ ଶକ୍ତି ପଳେଇ ଆସିବ କେଉଁଠୁ? ଚାଲି ଚାଲି ଆପଣ ବଡ଼ଦାଣ୍ଡରେ ଯେଉଁ ପହଣ୍ଡି ହେବ, ସେ ପହଣ୍ଡିକୁ ଦେଖିବେ କେତେ ବାଟ ହୋଇଥାଏ। କିନ୍ତୁ ଲୋକମାନଙ୍କ ଭିତରେ ଏତେ ଶ୍ରଦ୍ଧା, ବର୍ଷା ପିଟୁଛି ତଥାପି ଲୋକମାନେ ତା ଦେହରେ ଉତ୍ସାହିତ ହୋଇ, କିଛି ଲୋକ କମି ନାହାନ୍ତି, ଲୋକ ବଢ଼ିବାରେ ଲାଗିଛନ୍ତି। ବର୍ଷାକୁ ଖାତିର ନାହିଁ।
ଝଡ଼କୁ ଖାତିର ନାହିଁ ସେଇ ପ୍ରଭୁ କାଳିଆଙ୍କୁ ଦେଖିବାକୁ ବର୍ଷରେ ଥରେ। କାରଣ ସବୁବେଳେ ଆପଣ କାଳିଆକୁ ଦର୍ଶନ କରିବାକୁ ଯାଆନ୍ତି ମନ୍ଦିର ଭିତରକୁ କି ଏଇ ଗୋଟିଏ ଦିନ କାଳିଆ ଆସେ ଆପଣମାନଙ୍କୁ ଦେଖିବା ପାଇଁ। କାଳିଆ ଆସେ ଆପଣମାନଙ୍କ ଦୁଃଖ ଶୁଣିବା ପାଇଁ। ମନ୍ଦିର ଭିତରକୁ କାଳିଆ ଆସନ୍ତି, ଜଗନ୍ନାଥ ଆସନ୍ତି, ପ୍ରଭୁ ବଳଭଦ୍ର ଆସନ୍ତି, ମା ସୁଭଦ୍ରା ଆସନ୍ତି ଆପଣମାନଙ୍କର ଦୁଃଖ ଶୁଣିବା ପାଇଁ। ସମସ୍ତଙ୍କର ଦୁଃଖ ଶୁଣିବା ପାଇଁ ଲୋକଟେ ପାଗଳ ହେଇକି ଜଗନ୍ନାଥ ଦର୍ଶନ ପାଇଁ ହାତ ଉଠେଇ ଦେଉଛନ୍ତି, ପାଦ ଉଠେଇ ଦେଉଛନ୍ତି, ମୁଣ୍ଡ ପିଟି ଦେଉଛନ୍ତି। ହଁ, ଜଗନ୍ନାଥଙ୍କର ଯେଉଁ ପୂଜାରେ ବ୍ୟାଘାତ ହେଲା, ଇଏ ଜଗତର ନାଥ, ସିଏ କିପରି ଆସିବେ, ସେ କିପରି ଯିବେ, ତାଙ୍କର ଇଚ୍ଛା। କି ସୁନ୍ଦର ଦିଶୁଛନ୍ତି ମୋ ଜଗନ୍ନାଥ, କି ସୁନ୍ଦର, କି ସୁନ୍ଦର। ଆଉ ଏ ଭାବର ଠାକୁର ଇଏ। ତାଳଧ୍ୱଜ ରଥରେ ଯେତେବେଳେ ପ୍ରଭୁ ବଳଦେବଜୀ ବସିକି ଆସୁଛନ୍ତି, ବଡ଼ ଭାଇ କାଳିଆ, ସାନ ଭାଇ ବଡ଼ ଭାଇ ବଳିଆ ବଳଭଦ୍ର ଠାକୁର ଏବଂ ସାନ ଭାଇ କାଳିଆ, ଜଗନ୍ନାଥ ଚକାଆଖି, ଜଗନ୍ନାଥ ଚକାଆଖି, ଚକାଆଖି ସବୁ ଦେଖୁଛି। ସେଇ ଜଗତର ନାଥ ଜଗନ୍ନାଥ ଆଜି ଯେତେବେଳେ ଝୁଲି ଆସୁଛନ୍ତି, କାଳିଆ ବଳିଆ ଏବଂ ମା ସୁଭଦ୍ରା, କି ଦୃଶ୍ୟ! ଏ ଦୃଶ୍ୟ ଭାଗ୍ୟରେ ଥିଲେ ଦେଖିବାକୁ। ଆମର କି ଭାଗ୍ୟ, ଆମେ ଆଜି ବଡ଼ଦାଣ୍ଡରେ ଉପସ୍ଥିତ ଥିଲୁ କାଳିଆ ବଳିଆ ଏବଂ ମା ସୁଭଦ୍ରାକୁ ଦେଖିବା ପାଇଁ। ତେଣୁ ତାଙ୍କର ଏ ଦୃଶ୍ୟ ଯିଏ ଦେଖିଛି ସ୍ୱର୍ଗ ପ୍ରାପ୍ତି ହେଇଯାଇଛି। କାହିଁ ଯିବି ମୋ ମନ୍ଦିର, କାହିଁ ପୂଜିବି ଠାକୁର, ମୋ ପାଇଁ ତ ମୋ ବାପା ମା ଚଳନ୍ତି ଠାକୁର। ଯେଉଁ କଥାରେ କୁହାଯାଇଛି ବାପା ମା ହେଉଛନ୍ତି ଚଳନ୍ତି ଠାକୁର, ସେଇ ବାପା ମା କିଏ କି? ସେଇ ଜଗନ୍ନାଥ ହିଁ ବାପା ମା ଆପଣଙ୍କୁ ଦେଇଛନ୍ତି। ତେଣୁ କାଳିଆ ଠାକୁର ହେଉଛନ୍ତି ପୃଥିବୀରେ ସମସ୍ତଙ୍କ ଯୁଆଡ଼େ ଯିବା ଦରକାର ନାହିଁ। ଆପଣ ସାରା ପୃଥିବୀ ବୁଲି ଆସିବା ଦରକାର ନାହିଁ। ଆପଣ ଯୁଆଡ଼େ ଯାଆନ୍ତୁ, ଆପଣ ଅଯୋଧ୍ୟା ଯାଆନ୍ତୁ, ଆପଣ ବାଲାଜୀ ମନ୍ଦିର ଭିତରକୁ ଯାଆନ୍ତୁ, ଯୁଆଡ଼େ ଯାଆନ୍ତୁ, ସାରା ବିଶ୍ୱ ଭ୍ରମଣ କରିକି ଆସନ୍ତୁ। ଭାରତର ସମସ୍ତ ତୀର୍ଥସ୍ଥଳ ବୁଲିକି ଆସନ୍ତୁ। କିନ୍ତୁ ଆପଣଙ୍କୁ ପଣ୍ଡିତମାନେ କହିବେ, ନା, ଆପଣ ଫେରିଲା ବେଳେ ଟିକେ କାଳିଆ ଦର୍ଶନ କରିଦେବେ। ଯଦି କାଳିଆକୁ ଦର୍ଶନ ନ କରିବେ